ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ 49ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। କର୍ମଯୋଗର ପ୍ରକ୍ରିୟା କହିଦେବା ପରେ ବର୍ତ୍ତମାନ ସକାମ ଭାବର ନିନ୍ଦା ଏବଂ ସମଭାବ ରୂପକ ବୁଦ୍ଧି ଯୋଗର ମହତ୍ତ୍ୱ ବ୍ୟକ୍ତ କରି ଭଗବାନ ଅର୍ଜୁନଙ୍କୁ ତାହାର ଆଶ୍ରୟ ନେବାକୁ ଆଜ୍ଞା ଦେଉଛନ୍ତି। ଏହି ସମତ୍ୱ ରୂପକ ବୁଦ୍ଧି ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ଅଟେ। ତେଣୁ ହେ ଧନଞ୍ଜୟ, ତୁମେ ସମବୁଦ୍ଧିରେ ହିଁ ରକ୍ଷାର ଉପାୟ ଖୋଜ, ଅର୍ଥାତ୍ ବୁଦ୍ଧି ଯୋଗର ହିଁ ଆଶ୍ରୟ ଗ୍ରହଣ କର। କାରଣ ଫଳର କାରଣ ହେଉଥିବା ଲୋକେ ଅତ୍ୟନ୍ତ ଦୀନ। ପ୍ରଶ୍ନ, ବୁଦ୍ଧି ଯୋଗାତ୍ ପଦଟି ଏଠାରେ କେଉଁ ଯୋଗର ବାଚକ? କର୍ମଯୋଗର ନା ଜ୍ଞାନ ଯୋଗର? ଉତ୍ତର, ଯେଉଁ ଯୋଗରେ ମମତ୍ୱ, ଆସକ୍ତି ଏବଂ କାମନା ତ୍ୟାଗ କରି ସମବୁଦ୍ଧି ପୂର୍ବକ କର୍ତ୍ତବ୍ୟ କର୍ମ ଅନୁଷ୍ଠାନ କରାଯାଏ, ବୁଦ୍ଧି ଯୋଗାତ୍ ହେଉଛି ସେହି କର୍ମଯୋଗର ବାଚକ। କାରଣ 39 ଶ୍ଲୋକରେ ଯୋଗେ ତିମାଂ ଶୃଣୁ, ଅର୍ଥାତ୍ ବର୍ତ୍ତମାନ ତୁମେ ମୋ ଠାରୁ ଏହି ବୁଦ୍ଧିକୁ ଯୋଗ ବିଷୟରେ ଶୁଣ ବୋଲି କହି ଭଗବାନ କର୍ମଯୋଗର ବର୍ଣ୍ଣନା ଆରମ୍ଭ କରିଦେଇଛନ୍ତି। ତେଣୁ ଏଠାରେ ବୁଦ୍ଧି ଯୋଗାତ୍ ପଦର ଅର୍ଥ ଜ୍ଞାନ ଯୋଗ ବୋଲି କହିବାର କୌଣସି ଅବକାଶ ନାହିଁ। ତାହା ଛଡ଼ା ଏହି ଶ୍ଲୋକରେ ଫଳ ଇଚ୍ଛା କରୁଥିବା ଲୋକକୁ କୃପଣ ବୋଲି କହି ପରବର୍ତ୍ତୀ ଶ୍ଲୋକରେ ବୁଦ୍ଧିଯୁକ୍ତ ପୁରୁଷଙ୍କର ପ୍ରଶଂସା କରିଛନ୍ତି ଏବଂ ଅର୍ଜୁନଙ୍କୁ କର୍ମଯୋଗ କରିବାକୁ ଆଜ୍ଞା ଦେଇଛନ୍ତି। ପୁଣି କହିଛନ୍ତି ଯେ ବୁଦ୍ଧିଯୁକ୍ତ ପୁରୁଷ କର୍ମଫଳ ତ୍ୟାଗ କରି ଅନାମୟ ପଦ ପ୍ରାପ୍ତ ହୋଇଥାନ୍ତି। ତେଣୁ ପ୍ରକରଣ ବିରୁଦ୍ଧରେ ଯାଇ ବୁଦ୍ଧି ଯୋଗାତ୍ର ଅର୍ଥ ଏଠାରେ ଜ୍ଞାନ ଯୋଗ କହିବା ସଙ୍ଗତ ହେବ ନାହିଁ। କାରଣ ଜ୍ଞାନ ଯୋଗୀ ତ ନିଜକୁ କର୍ତ୍ତା ବୋଲି ଆଦୌ ମାନନ୍ତି ନାହିଁ। ତେଣୁ ତାଙ୍କ ପକ୍ଷରେ ଫଳ ତ୍ୟାଗର ପ୍ରଶ୍ନ ହିଁ ଉଠୁନାହିଁ। ସୁତରାଂ ସେ କର୍ମଫଳ ତ୍ୟାଗ କରି ଅନାମୟା ପଦ ପ୍ରାପ୍ତ ହେବେ ବୋଲି କିପରି କୁହାଯାଇପାରିବ? ପ୍ରଶ୍ନ, ବୁଦ୍ଧି ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର ବୋଲି କହିବାର ଅଭିପ୍ରାୟ କ'ଣ? ଏଠାରେ କର୍ମ ପଦର ଅର୍ଥ ନିଷିଦ୍ଧ କର୍ମ ବୋଲି ଧରିନେଲେ କ୍ଷତି କ'ଣ? ଉତ୍ତର, ବୁଦ୍ଧି ଯୋଗ ଅପେକ୍ଷା ସକାମ କର୍ମ ଅତ୍ୟନ୍ତ ନିମ୍ନ ଶ୍ରେଣୀର କହି ଭଗବାନ ପ୍ରକାଶ କରିଛନ୍ତି ଯେ ସକାମ କର୍ମର ଫଳ ନାଶବାନ, କ୍ଷଣିକ ସୁଖ ପ୍ରାପ୍ତି ଏବଂ କର୍ମଯୋଗର ଫଳ ପରମ ପ୍ରାପ୍ତି। ଏଣୁ ଏହି ଦୁହିଁଙ୍କ ମଧ୍ୟରେ ଦିନ ଓ ରାତି ମଧ୍ୟରେ ରହିଥିବା ପ୍ରଭେଦ ପରି ବିରାଟ ପ୍ରଭେଦ ରହିଛି। ଏଠାରେ କର୍ମ ପଦର ଅର୍ଥ ନିଷିଦ୍ଧ କର୍ମ ବୋଲି ଗ୍ରହଣ କରାଯାଇପାରିବ ନାହିଁ। କାରଣ ନିଷିଦ୍ଧ କର୍ମ ସର୍ବଥା ତ୍ୟାଜ୍ୟ ଓ ଅତ୍ୟନ୍ତ ଦୁଃଖର କାରଣ। ତେଣୁ ବୁଦ୍ଧି ଯୋଗର ମହତ୍ତ୍ୱ ଦର୍ଶାଇବା ପାଇଁ ନିଷିଦ୍ଧ କର୍ମ ସହିତ ତାହାର ତୁଳନା କରାଯାଇପାରିବ ନାହିଁ। ପ୍ରଶ୍ନ, ବୁଦ୍ଧୌ ପଦ କାହାର ବାଚକ ଏବଂ ଅର୍ଜୁନଙ୍କୁ ତାହାର ଆଶ୍ରୟ ନେବାକୁ କହିବାର ଅଭିପ୍ରାୟ କ'ଣ? ଉତ୍ତର, ଯେଉଁ ସମବୁଦ୍ଧିର ପ୍ରକରଣ ଚାଲିଛି ଏଠାରେ ବୁଦ୍ଧୌ ପଦ ହେଉଛି ତାହାରି ବାଚକ। ଅର୍ଜୁନଙ୍କୁ ତାହାରି ଆଶ୍ରୟ ନେବାକୁ କହି ଭଗବାନ ଦର୍ଶାଇଛନ୍ତି ଯେ ଉଠିବା, ବସିବା, ଚାଲିବା, ବୁଲିବା, ଶୋଇବା, ଚେଇଁବା ଆଦି ସକଳ କର୍ମ କରିବା ଅବସ୍ଥାରେ ନିରନ୍ତର ସମଭାବରେ ସ୍ଥିତ ହୋଇ ରହିବାକୁ ଚେଷ୍ଟା କରିବା ହିଁ କଲ୍ୟାଣ ପ୍ରାପ୍ତିର ସୁଗମ ଉପାୟ। ପ୍ରଶ୍ନ, କର୍ମଫଳର ହେତୁ ହେଉଥିବା ଲୋକ ଅତ୍ୟନ୍ତ କୃପଣ ବୋଲି କହିବାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଯେଉଁ ମନୁଷ୍ୟ କର୍ମରେ ଏବଂ ତାହାର ଫଳରେ ମମତ୍ୱ, ଆସକ୍ତି ଏବଂ କାମନା କରି କର୍ମଫଳ ପ୍ରାପ୍ତିର କାରଣ ହୋଇଯାଏ, ସେ ଅତ୍ୟନ୍ତ କୃପଣ ଅର୍ଥାତ୍ ଦୟାର ପାତ୍ର ହୋଇଥାଏ। ତେଣୁ ତୁମେ ସେପରି ହେବା ଉଚିତ ନୁହେଁ। 50ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ଅର୍ଜୁନଙ୍କୁ ସମତ୍ୱର ଆଶ୍ରୟ ନେବାକୁ ଆଜ୍ଞା ଦେଇସାରି ବର୍ତ୍ତମାନ ପରବର୍ତ୍ତୀ 2ଟି ଶ୍ଲୋକରେ ସେହି ସମତ୍ୱ ରୂପକ ବୁଦ୍ଧିରେ ଯୁକ୍ତ ହୋଇଥିବା ମହାପୁରୁଷଙ୍କର ପ୍ରଶଂସା କରିବା ସହିତ ଭଗବାନ ଅର୍ଜୁନଙ୍କୁ
କର୍ମଯୋଗ ଅନୁଷ୍ଠାନ କରିବାକୁ ପୁନର୍ବାର ଆଜ୍ଞା ଦେଇ ତାହାର ଫଳ ବର୍ଣ୍ଣନା କରୁଛନ୍ତି। ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି, ଅର୍ଥାତ୍ ସେଥିରୁ ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ସମତ୍ୱରୂପକ ଯୋଗରେ ଲାଗିଯାଅ। ଏହି ସମତ୍ୱରୂପକ ଯୋଗ ହିଁ କର୍ମରେ କୌଶଳତା ଅର୍ଥାତ୍ କର୍ମ ବନ୍ଧନରୁ ମୁକ୍ତି ପାଇବାର ଉପାୟ। ପ୍ରଶ୍ନ: ସମବୁଦ୍ଧିଯୁକ୍ତ ପୁରୁଷ ପୁଣ୍ୟ ଓ ପାପ ଉଭୟକୁ ଇହଲୋକରେ ତ୍ୟାଗ କରିଦିଅନ୍ତି, ଏପରି ବକ୍ତବ୍ୟର ଭାବ କ'ଣ? ଉତ୍ତର: ଏ କଥାର ଭାବ ହେଉଛି ଜନ୍ମ ଜନ୍ମାନ୍ତରେ ଏବଂ ଏହି ଜନ୍ମରେ କରାଯାଇଥିବା ଯେତେ ସବୁ ପୁଣ୍ୟକର୍ମ ଓ ପାପକର୍ମ ସଂସ୍କାର ରୂପକ ଅନ୍ତଃକରଣରେ ସଞ୍ଚିତ ହୋଇ ରହେ, ସମବୁଦ୍ଧିରେ ଯୁକ୍ତ ହୋଇଥିବା କର୍ମଯୋଗୀ ପୁରୁଷ ସେହି ସମସ୍ତ କର୍ମକୁ ଇହଲୋକରେ ତ୍ୟାଗ କରିଦିଅନ୍ତି, ଅର୍ଥାତ୍ ଏହି ବର୍ତ୍ତମାନ ଜନ୍ମରେ ହିଁ ସେ ସେହି ସମସ୍ତ କର୍ମକୁ ମୁକ୍ତ ହୋଇଯାଆନ୍ତି। ତାଙ୍କର ସେହି କର୍ମ ସହିତ ଆଉ କୌଣସି ସମ୍ବନ୍ଧ ରହେ ନାହିଁ। ତେଣୁ ତାଙ୍କର କର୍ମ ପୁନର୍ଜନ୍ମ ରୂପକ ଫଳ ଦେଇପାରେ ନାହିଁ, କାରଣ ନିଃସ୍ୱାର୍ଥ ଭାବରେ କେବଳ ଲୋକମାନଙ୍କର ମଙ୍ଗଳ ପାଇଁ କରାଯାଇଥିବା କର୍ମରେ ତାଙ୍କର ସମସ୍ତ କର୍ମ ବିଲୀନ ହୋଇଯାଏ। ଏପରି ଭାବରେ ତାଙ୍କର କ୍ରିୟାମାଣ ପୁଣ୍ୟ ତଥା ପାପ କର୍ମ ମଧ୍ୟ ଅତ୍ୟନ୍ତ ହୋଇଯାଏ, କାରଣ ତାଙ୍କ ଦ୍ୱାରା ପାପ କର୍ମ ତ ସ୍ୱରୂପତଃ ତ୍ୟକ୍ତ ହୋଇଯାଏ ଏବଂ ଫଳାଶକ୍ତି ତ୍ୟକ୍ତ ହୋଇଥିବାରୁ ତାଙ୍କର ସମସ୍ତ ଶାସ୍ତ୍ରବିହିତ ପୁଣ୍ୟ କର୍ମ ବି ଅକର୍ମ ହୋଇଯାଏ। ଅତଏବ ସେସବୁ ମଧ୍ୟ ଏକ ପ୍ରକାର ତ୍ୟକ୍ତ ହୋଇଯାଏ। ପ୍ରଶ୍ନ: ତେଣୁ ତୁମେ ସମତ୍ୱରୂପକ ଯୋଗରେ ଲାଗିଯାଅ, ଏ କଥାର ଭାବ କ'ଣ? ଉତ୍ତର: ଏହାଦ୍ୱାରା କହୁଛନ୍ତି ସମବୁଦ୍ଧିରେ ଯୁକ୍ତ ହୋଇଥିବା ଯୋଗୀ ଜୀବନ୍ମୁକ୍ତ ହୋଇଯାଆନ୍ତି। ତେଣୁ ତୁମେ ବି ସେପରି ହୋଇଯାଅ। ପ୍ରଶ୍ନ: ଏହି ସମତ୍ୱରୂପକ ଯୋଗ ହିଁ କର୍ମରେ କୌଶଳତା, ଏ କଥନର ଭାବ କ'ଣ? ଉତ୍ତର: କର୍ମ ସ୍ୱଭାବତଃ ମନୁଷ୍ୟକୁ ବନ୍ଧନରେ ପକାଇଦିଏ ଏବଂ କର୍ମ ନ କରି କୌଣସି ପୁରୁଷ ରହିପାରିବ ନାହିଁ। ତାକୁ କିଛି ନା କିଛି କର୍ମ କରିବାକୁ ହିଁ ପଡ଼ିବ। ଏ ପରିସ୍ଥିତିରେ କର୍ମରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ ହେଉଛି ସମତ୍ୱ ଯୋଗ। ସମବୁଦ୍ଧିରେ ଯୁକ୍ତ ହୋଇ କର୍ମ କରୁଥିବା ମନୁଷ୍ୟ ସମବୁଦ୍ଧି ପ୍ରଭାବରେ ବନ୍ଧନରେ ପଡ଼ନ୍ତି ନାହିଁ। ତେଣୁ କର୍ମରେ ଯୋଗ ହିଁ କୌଶଳତା ଅଟେ। ସାଧନା କାଳରେ ସମବୁଦ୍ଧିରେ କର୍ମ କରିବାକୁ ଚେଷ୍ଟା କଲେ ସିଦ୍ଧାବସ୍ଥାରେ ସମତ୍ୱରେ ପୂର୍ଣ୍ଣ ସ୍ଥିତି ଆସିଯାଏ। 51ତମ ଶ୍ଲୋକରେ କୁହାଯାଇଛି ବା ଏହାର ଭାବାର୍ଥ ଏଇଆ ଯେ, କାରଣ ସମବୁଦ୍ଧିରେ ଯୁକ୍ତ ଜ୍ଞାନୀମାନେ କର୍ମ ଦ୍ୱାରା ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରି ଜନ୍ମରୂପକ ବନ୍ଧନରୁ ମୁକ୍ତ ହୋଇ ନିର୍ବିକାର ପରମପଦ ପ୍ରାପ୍ତ ହୋଇଯାଆନ୍ତି। ପ୍ରଶ୍ନ ହେଲା, ହି ପଦ ତାତ୍ପର୍ଯ୍ୟ କ'ଣ? ଉତ୍ତର: ହି ପଦ ହେତୁବାଚକ। ଏହା ପ୍ରୟୋଗ କରି ଦେଖାଇ ଦିଆଯାଇଛି ଯେ ସମବୁଦ୍ଧିପୂର୍ବକ କର୍ମ କରିବା ହିଁ କାହିଁକି କୁଶଳତା ଅଟେ, ତାହା ଏହି ଶ୍ଲୋକରେ କୁହାଯାଇଛି। ପ୍ରଶ୍ନ: ବୁଦ୍ଧିଯୁକ୍ତାହା ପଦଟି କେଉଁମାନଙ୍କ ବାଚକ? ସେମାନଙ୍କୁ ମନୀଷିଣଃ କହିବାର ତାତ୍ପର୍ଯ୍ୟ କ'ଣ? ଉତ୍ତର: ଯେଉଁମାନେ ସମବୁଦ୍ଧିଯୁକ୍ତ ଅର୍ଥାତ୍ ଯାହାଙ୍କ ଠାରେ ସମଭାବର ଅଟଳ ସ୍ଥିତି ଆସିଗଲାଣି। ବୁଦ୍ଧିଯୁକ୍ତାହା ହେଉଛି ସେପରି କର୍ମଯୋଗୀମାନଙ୍କ ବାଚକ। ସେମାନଙ୍କୁ ମନୀଷିଣଃ କହିବାର କାରଣ ହେଉଛି ଯେଉଁମାନେ ଏପରି ସମଭାବରେ ଯୁକ୍ତ ହୋଇ ମନୁଷ୍ୟ ଜୀବନକୁ ସଫଳ କରନ୍ତି, ସେମାନେ ହିଁ ବାସ୍ତବରେ ବୁଦ୍ଧିମାନ ଏବଂ ଜ୍ଞାନୀ। ଯେଉଁମାନେ ସାକ୍ଷାତ ମୁକ୍ତିର ଦ୍ୱାର ସ୍ୱରୂପ ଏହି ମନୁଷ୍ୟ ଜନ୍ମ ପାଇ ମଧ୍ୟ ଭୋଗରେ ବୁଡ଼ିଯାଆନ୍ତି, ସେମାନେ ବୁଦ୍ଧିମାନ ନୁହନ୍ତି। ପ୍ରଶ୍ନ: ସେହି ସମବୁଦ୍ଧିଯୁକ୍ତ ମନୁଷ୍ୟମାନେ କର୍ମରୁ ଉତ୍ପନ୍ନ ହେଉଥିବା ଫଳ ତ୍ୟାଗ କରି ଜନ୍ମ ରୂପକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି, କହିବାର ଅର୍ଥ କ'ଣ? ଉତ୍ତର: ସମତ୍ୱ ରୂପକ ଯୋଗର ପ୍ରଭାବରେ ଜନ୍ମ ଜନ୍ମାନ୍ତରର ତଥା
ଇହ ଜନ୍ମର କୃତ ସମସ୍ତ ପ୍ରକାର କର୍ମ ଫଳରୁ ସେମାନଙ୍କର ସମ୍ବନ୍ଧ ତୁଟି ଯାଇ ସେମାନଙ୍କୁ ବାରମ୍ବାର ଜନ୍ମ ମୃତ୍ୟୁ ରୂପକ ଚକ୍ରରୁ ଚିରକାଳ ପାଇଁ ମୁକ୍ତି ମିଳିଯାଏ। ଏହାକୁ ହିଁ କର୍ମରୁ ଉତ୍ପନ୍ନ ଫଳ ସମ୍ପୂର୍ଣ୍ଣ ତ୍ୟାଗ କରି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯିବା କୁହାଯାଏ। କାରଣ ତିନି ଗୁଣର କାର୍ଯ୍ୟରୂପୀ ସାଂସାରିକ ପଦାର୍ଥରେ ଆସକ୍ତି ହିଁ ପୁନର୍ଜନ୍ମର ହେତୁ। ସେମାନଙ୍କର ସେହି ଆସକ୍ତି ସର୍ବଥା ଲୋପ ପାଇଯାଏ, ତେଣୁ ପୁନର୍ଜନ୍ମ ହୁଏ ନାହିଁ। ପ୍ରଶ୍ନ, ଏପରି ପୁରୁଷମାନଙ୍କୁ ନିର୍ବିକାର ଅନାମୟ ପରମପଦ ପ୍ରାପ୍ତ ହୋଇଯାଏ କହିଲେ କ'ଣ ବୁଝାଏ? ଉତ୍ତର, ଯେଉଁଠାରେ ରାଗ ଦ୍ୱେଷ ଆଦି କ୍ଲେଶ, ଶୁଭାଶୁଭ କର୍ମ, ହର୍ଷ ଶୋକାଦି ବିକାର ଓ ସକଳ ଦୋଷ ସମ୍ପୂର୍ଣ୍ଣ ଲୋପ ହୋଇଯାଇଥାଏ, ଯାହା ଏହି ପ୍ରକୃତି ଓ ପ୍ରକୃତିର କାର୍ଯ୍ୟର ଅତୀତ, ଯାହା ଭଗବାନଙ୍କ ଠାରୁ ସର୍ବଥା ଭିନ୍ନ, ଭଗବାନଙ୍କର ପରମଧାମ, ଯେଉଁଠାରେ ପହଞ୍ଚିଗଲେ ମନୁଷ୍ୟ ଆଉ ଫେରିଆସେ ନାହିଁ। ଅନାମୟ ପଦଟି ହେଉଛି ସେହି ପରମ ଧାମର ବାଚକ। ତେଣୁ ଭଗବାନଙ୍କର ପରମଧାମ ପ୍ରାପ୍ତ ହୋଇଯିବା, ସଚ୍ଚିଦାନନ୍ଦ ଘନ ନିର୍ଗୁଣ ନିରାକାର ବା ସଗୁଣ ସାକାର ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯିବା, ପରମ ଗତି ପ୍ରାପ୍ତ ହୋଇଯିବା ବା ଅମୃତତ୍ୱ ପ୍ରାପ୍ତ ହୋଇଯିବା, ଏସବୁ ଏକା କଥା। ଏଥିରେ ବାସ୍ତବରେ କୌଣସି ପ୍ରକାର ପାର୍ଥକ୍ୟ ନାହିଁ। ସାଧକମାନଙ୍କ ଦୃଷ୍ଟିରେ ହିଁ ପାର୍ଥକ୍ୟ ରହିଛି। 52ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଭଗବାନ କହିଲେ ଯେ କର୍ମଯୋଗ ଆଚରଣ ଦ୍ୱାରା ଅନାମୟ ପଦ ପ୍ରାପ୍ତ ହୁଏ। ଏହା ଶୁଣି ତାଙ୍କୁ ଅନାମୟ ପରମପଦ କେବେ ଓ କିପରି ପ୍ରାପ୍ତ ହେବ ବୋଲି ଅର୍ଜୁନଙ୍କ ମନରେ ପ୍ରଶ୍ନ ଉଠିପାରେ। ତେଣୁ ପରବର୍ତ୍ତୀ 2ଟି ଶ୍ଲୋକରେ ଭଗବାନ ସେହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଯେତେବେଳେ ତୁମର ବୁଦ୍ଧି ମୋହ ରୂପକ ପଙ୍କକୁ ସମ୍ପୂର୍ଣ୍ଣ ରୂପେ ଅତିକ୍ରମ କରିଯିବ, ସେତେବେଳେ ତୁମର ଶୁଣିଥିବା ଏବଂ ଶୁଣିବାକୁ ଥିବା ଇହଲୋକ ଏବଂ ପରଲୋକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଭୋଗ ପ୍ରତି ବୈରାଗ୍ୟ ଆସିଯିବ। ପ୍ରଶ୍ନ ହେଉଛି, ମୋହ କଲିଳ କ'ଣ? ବୁଦ୍ଧି ଏହାକୁ ଭଲ ରୂପେ ଅତିକ୍ରମ କରିଯିବ କହିବାର ତାତ୍ପର୍ଯ୍ୟ କ'ଣ? ଉତ୍ତର, ସ୍ୱଜନ ଓ ବନ୍ଧୁ ବାନ୍ଧବମାନଙ୍କ ବଦ୍ଧ ଆଶଙ୍କାରେ ଅର୍ଜୁନଙ୍କ ହୃଦୟରେ ସ୍ନେହବଶତଃ ଯେଉଁ ମୋହ ଉତ୍ପନ୍ନ ହୋଇଥିଲା, ତାହାକୁ ଏହି ଅଧ୍ୟାୟର 2ୟ ଶ୍ଲୋକରେ କସ୍ଳଳ ବୋଲି କୁହାଯାଇଛି। ଏଠାରେ ତାହାକୁ ଲକ୍ଷ୍ୟ କରି ମୋହ କଲିଳ ବୋଲି କୁହାଯାଇଛି। ଏହି ମୋହ କଲିଳ କାରଣରୁ ଅର୍ଜୁନ ଧର୍ମ ସମ୍ମୂଢ଼ ଚେତାହା ହୋଇ ନିଜର କର୍ତ୍ତବ୍ୟ ସ୍ଥିର କରିବାକୁ ଅସମର୍ଥ ହୋଇଯାଇଥିଲେ। ଏହି ମୋହ କଲିଳ ହେଉଛି ଏକ ପ୍ରକାର ଆବରଣଯୁକ୍ତ ମୂଳ ଦୋଷ, ଯାହାକି ବୁଦ୍ଧିକୁ ନିଶ୍ଚିତ ସ୍ଥାନରେ ପହଞ୍ଚିବାକୁ ନ ଦେଇ ନିଜ ଭିତରେ ହିଁ ବୁଡ଼ାଇ ରଖେ। ସତ୍ସଙ୍ଗରୁ ଉତ୍ପନ୍ନ ବିବେକ ଦ୍ୱାରା ନିତ୍ୟ ଅନିତ୍ୟ ଏବଂ କର୍ତ୍ତବ୍ୟ ଅକର୍ତ୍ତବ୍ୟ ନିର୍ଣ୍ଣୟ କରି ମମତ୍ୱ, ଆସକ୍ତି ଓ କାମନା ତ୍ୟାଗ କରି ଭଗବତ ପରାୟଣ ହୋଇ ନିଷ୍କାମ ଭାବରେ କର୍ମ କରିଚାଲିଲେ ଏହି ଆଚରଣଯୁକ୍ତ ମଳଦୋଷ ସର୍ବଥା ନାଶ ହୋଇଯାଏ। ଏହା ହିଁ ମୋହରୂପ କଲିଳକୁ ବୁଦ୍ଧି ଅତିକ୍ରମ କରିଯିବା। ପ୍ରଶ୍ନ, ସ୍ରୋତଃ ଏବଂ ଶ୍ରୋତବ୍ୟ ଏହି 2ଟି ଶବ୍ଦ କାହାକୁ ଲକ୍ଷ୍ୟ କରି କୁହାଯାଇଛି ଏବଂ ତାହାଦ୍ୱାରା ବୈରାଗ୍ୟ ପ୍ରାପ୍ତ ହେବ କହିଲେ କ'ଣ ବୁଝାଏ? ଉତ୍ତର, ଇହଲୋକ ଓ ପରଲୋକର ଯେତେ ପ୍ରକାର ଭୋଗ ଏବଂ ଐଶ୍ୱର୍ଯ୍ୟ ଆଜି ପର୍ଯ୍ୟନ୍ତ ଦେଖାଯାଇଛି, ଶୁଣାଯାଇଛି ଏବଂ ଅନୁଭବ କରାଯାଇଛି, ସେସବୁ ହେଉଛି ସ୍ରୋତ ଏବଂ ଭବିଷ୍ୟତରେ ଯାହା କିଛି ଦେଖାଯିବ, ଶୁଣାଯିବ ଏବଂ ଅନୁଭବ କରାଯିବ, ତାହା ଶ୍ରୋତବ୍ୟ। ସେସବୁକୁ ଅନିତ୍ୟ ଓ ଦୁଃଖର କାରଣ ବୋଲି ଭଲ ଭାବରେ ବୁଝି ସେଥିରେ ସର୍ବଥା ଆସକ୍ତି ନ ରଖିବା ହିଁ ସେସବୁରେ ବୈରାଗ୍ୟ ପ୍ରାପ୍ତ ହୋଇଯିବା। ଭଗବାନ କହୁଛନ୍ତି, ମୋହ ନାଶ ହୋଇଗଲେ ଯେତେବେଳେ ତୁମର ବୁଦ୍ଧି ନିଶ୍ଚିତ ଭାବରେ ସ୍ୱାଭାବିକ ସ୍ଥିତିରେ ପହଞ୍ଚିଯିବ, ସେତେବେଳେ ତୁମର ଇହଲୋକ ଓ ପରଲୋକରେ ଥିବା ସମସ୍ତ କ୍ଷଣିକ ପଦାର୍ଥରେ ଯଥାର୍ଥ ବୈରାଗ୍ୟ ଆସିଯିବ।
53ତମ ଶ୍ଲୋକରେ ବ୍ୟାଖ୍ୟା ଏହି ପ୍ରକାର ଯେ ବିଭିନ୍ନ ପ୍ରକାର କଥା ଶୁଣି ଶୁଣି ବିଚଳିତ ହୋଇଯାଇଥିବା ତୁମର ବୁଦ୍ଧି ଯେତେବେଳେ ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇଯିବ ସେତେବେଳେ ତୁମେ ଯୋଗ ପ୍ରାପ୍ତ ହୋଇଯିବ, ଅର୍ଥାତ୍ ପରମାତ୍ମାଙ୍କ ସହିତ ତୁମର ନିତ୍ୟ ସଂଯୋଗ ହୋଇଯିବ। ପ୍ରଶ୍ନ, ଶ୍ରୁତି ବିପ୍ରତିପନ୍ନା ବୁଦ୍ଧିର ସ୍ୱରୂପ କ'ଣ? ଉତ୍ତର, ଇହଲୋକ ଓ ପରଲୋକ ଭୋଗ, ଐଶ୍ୱର୍ଯ୍ୟ ଏବଂ ସେସବୁକୁ ପାଇବାର ଉପାୟ ସମ୍ବନ୍ଧରେ ବିଭିନ୍ନ କଥା ଶୁଣିବା ଦ୍ୱାରା ବୁଦ୍ଧିରେ ବିକ୍ଷେପ ଆସିଯାଏ। ତେଣୁ ବୁଦ୍ଧି ଗୋଟିଏ ସଂକଳ୍ପ ଉପରେ ନିଶ୍ଚଳ ଭାବରେ ସ୍ଥିର ହୋଇ ରହିପାରେ ନାହିଁ। ତାହା ବର୍ତ୍ତମାନ ଗୋଟିଏ କଥାକୁ ଭଲ ବୋଲି ଭାବେ ତ କିଛି ସମୟ ପରେ ଅନ୍ୟ କଥାକୁ ଭଲ ବୋଲି ଭାବେ। ଏପରି ବିକ୍ଷିପ୍ତ ଏବଂ ଅନିଶ୍ଚୟାତ୍ମିକ ବୁଦ୍ଧିକୁ ଶ୍ରୁତି ବିପ୍ରତିପନ୍ନା ବୁଦ୍ଧି ବୋଲି କୁହାଯାଇଛି। ଏହା ହେଉଛି ବୁଦ୍ଧିର ବିକ୍ଷେପ ଦୋଷ। ପ୍ରଶ୍ନ, ବୁଦ୍ଧି ପରମାତ୍ମାଙ୍କ ଠାରେ ଅଚଳ ଓ ସ୍ଥିର ହୋଇ ରହିଯିବା କ'ଣ? ଉତ୍ତର, ମୋହ ରୂପକ ପଙ୍କକୁ ଅତିକ୍ରମ କରିପାରୁଥିବାରୁ ଇହଲୋକର ଏବଂ ପରଲୋକର ଭୋଗରେ ସର୍ବଥା ବିରକ୍ତ ହୋଇ ବୁଦ୍ଧି ବିକ୍ଷେପ ଦୋଷରୁ ରହିତ ହୋଇଯାଏ ଏବଂ ତାହା ପରମାତ୍ମାଙ୍କ ଠାରେ ସ୍ଥାୟୀ ରୂପରେ ନିଶ୍ଚଳ ହୋଇ ରହିଯାଏ। ତାହା ହିଁ ବୁଦ୍ଧି ପରମାତ୍ମାଙ୍କ ଠାରେ ସ୍ଥିର ଓ ଅଚଳ ହୋଇଯିବା। ପ୍ରଶ୍ନ ଆଉଥରେ ପଡ଼ୁଛି, ଏହା ହିଁ ବୁଦ୍ଧି ପରମାତ୍ମାଙ୍କ ଠାରେ ସ୍ଥିର ଓ ଅଚଳ ହୋଇଯିବା। ପ୍ରଶ୍ନ ଆଉଥରେ ଆସୁଛି, ସେତେବେଳେ ଯୋଗପ୍ରାପ୍ତ ହୋଇଯିବା ଅର୍ଥ କ'ଣ? ଉତ୍ତର, ଏଠାରେ ଯୋଗ ଶବ୍ଦ ହେଉଛି ପରମାତ୍ମାଙ୍କ ସହିତ ନିତ୍ୟ ଏବଂ ପୂର୍ଣ୍ଣ ସଂଯୋଗର ବାଚକ। କାରଣ ଏହା ହେଉଛି ମଳ, ବିକ୍ଷେପ ଓ ଆବରଣ ଦୋଷରୁ ରହିତ, ବିବେକ ବୈରାଗ୍ୟ ସମ୍ପନ୍ନ ତଥା ପରମାତ୍ମାଙ୍କ ଠାରେ ନିଶ୍ଚଳ ଭାବରେ ସ୍ଥିତ ବୁଦ୍ଧିର ଫଳ। ଏହାପରେ ହିଁ ଅର୍ଜୁନ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ସ୍ଥିତପ୍ରଜ୍ଞ ପୁରୁଷଙ୍କର ଲକ୍ଷଣ ବିଷୟରେ ପଚାରି ବୁଝୁଛନ୍ତି। ସେଥିରୁ ମଧ୍ୟ ଏହା ସିଦ୍ଧ ହୋଇଥାଏ। ପ୍ରଶ୍ନ, 50ତମ ଶ୍ଲୋକରେ ଯୋଗର ଅର୍ଥ ସମତ୍ଵ ବୋଲି କୁହାଯାଇଛି ଏବଂ ଏଠାରେ ତାହାକୁ ପରମାତ୍ମା ପ୍ରାପ୍ତି ବୋଲି କୁହାଯାଉଛି। ଏହାର ତାତ୍ପର୍ଯ୍ୟ କ'ଣ? ଉତ୍ତର ହେଲା, ସେଠାରେ ଯୋଗ ରୂପୀ ସାଧନା କରିବାକୁ ଚେଷ୍ଟା କରିବା କଥା କୁହାଯାଇଛି ଏବଂ ଏଠାରେ ସ୍ଥିର ବୁଦ୍ଧି ହୋଇଯିବା ପରେ ଫଳ ରୂପରେ ପ୍ରାପ୍ତ ହେଉଥିବା ଯୋଗ କଥା କୁହାଯାଇଛି। ତେଣୁ ଏଠାରେ ଯୋଗ ଶବ୍ଦ ପରମାତ୍ମାଙ୍କ ପ୍ରାପ୍ତିବାଚକ ଅଟେ। ନିମ୍ନଲିଖିତ କେତେକ ଉଦାହରଣ ଅନୁସାରେ ଗୀତାର ଯୋଗ ଏବଂ ଯୋଗୀ ଶବ୍ଦ ପ୍ରସଙ୍ଗାନୁକୂଳ ବିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି। ଯୋଗ କ'ଣ? ପ୍ରଥମେ ହେଲା କର୍ମଯୋଗ। ଏଠାରେ ଯୋଗାରୂଢ଼ ହେବାକୁ ଇଚ୍ଛା କରୁଥିବା ଲୋକଙ୍କ ପାଇଁ କର୍ମ କର୍ତ୍ତବ୍ୟ ବୋଲି କୁହାଯାଇଛି। ତେଣୁ ଏଠାରେ ଯୋଗ ଶବ୍ଦ କର୍ମଯୋଗର ବାଚକ। ଦ୍ୱିତୀୟଟି ହେଲା ଧ୍ୟାନ ଯୋଗ। ବାୟୁ ଚଳପ୍ରଚଳ ହେଉନଥିବା ସ୍ଥାନରେ ସ୍ଥିର ଦୀପ ଶିଖା ପରି ଚିତ୍ତର ଅତ୍ୟନ୍ତ ସ୍ଥିରତାର ବର୍ଣ୍ଣନା ହୋଇଥିବାରୁ ଏଠାରେ ଯୋଗ ଶବ୍ଦ ଧ୍ୟାନ ଯୋଗର ବାଚକ। ସମତ୍ଵ ଯୋଗ। ତୃତୀୟଟି ହେଲା ସମତ୍ଵ ଯୋଗ। ଯୋଗରେ ସ୍ଥିତ ହୋଇ ଆସକ୍ତି ରହିତ ହୋଇ ତଥା ସିଦ୍ଧି ଓ ଅସିଦ୍ଧିରେ ସମବୁଦ୍ଧି ହୋଇ କର୍ମ କରିବାକୁ ଆଜ୍ଞା ଦିଆଯାଇଥିବାରୁ ଏଠାରେ ଯୋଗ ଶବ୍ଦ ସମତ୍ଵ ଯୋଗର ବାଚକ। ଚତୁର୍ଥଟି ହେଲା ଭଗବତ୍ ପ୍ରଭାବ ରୂପକ ଯୋଗ। ଏଥିରେ ଆଶ୍ଚର୍ଯ୍ୟଜନକ ପ୍ରଭାବ ଦେଖାଇବା କଥାର ବର୍ଣ୍ଣନା ହୋଇଥିବାରୁ ଯୋଗ ହେଉଛି ଶକ୍ତି ବା ପ୍ରଭାବର ବାଚକ। ପଞ୍ଚମଟି ହେଲା ଭକ୍ତି ଯୋଗ। ନିରନ୍ତର ଅବ୍ୟଭିଚାର ରୂପରେ ଭଜନ କରିବାର ଉଲ୍ଲେଖ ହୋଇଥିବାରୁ ଏଠାରେ ଯୋଗ ଶବ୍ଦ ଭକ୍ତି ଯୋଗର ବାଚକ। ଏଠାରେ ଭକ୍ତି ଯୋଗ ଶବ୍ଦ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଷଷ୍ଠଟି ହେଲା ଅଷ୍ଟାଙ୍ଗ ଯୋଗ। ଏଠାରେ ଯୋଗ ଶବ୍ଦକୁ ସାଂଖ୍ୟ ଯୋଗ କିମ୍ବା କର୍ମଯୋଗ ଅର୍ଥରେ ନିଆଯାଇପାରିବ ନାହିଁ, କାରଣ ଏହି ଦୁଇଟି ଯାକ ଶବ୍ଦ ବ୍ୟାପକ ଅଟେ। ଏଠାରେ ଯଜ୍ଞ ନାମରେ ଯେଉଁ ସାଧନା ଗୁଡ଼ିକ ବର୍ଣ୍ଣନା କରାଯାଇଛି ତାହା ଏହି ଦୁଇ ଯୋଗର ଅନ୍ତର୍ଗତ। ତେଣୁ ଏଠାରେ ଯୋଗ ଶବ୍ଦର ଅର୍ଥ କେବଳ ଅଷ୍ଟାଙ୍ଗ ଯୋଗ ବୋଲି ଧରାଯିବା ଠିକ୍ ହେବ।
ସପ୍ତମଟି ହେଲା ସାଂଖ୍ୟ ଯୋଗ। ଏଠାରେ ସାଂଖ୍ୟ ଯୋଗର ବିଶେଷଣ ରୂପରେ ବ୍ୟବହୃତ ହୋଇଥିବାରୁ ଯୋଗ ସାଂଖ୍ୟ ଯୋଗର ବାଚକ। ଏପରି ଭାବରେ ଅନ୍ୟ ସ୍ଥଳରେ ମଧ୍ୟ ପ୍ରସଙ୍ଗାନୁସାରେ ଯୋଗର ଅର୍ଥ କହିବାକୁ ହେବ। ଯୋଗୀ ପ୍ରଥମଟି ହେଲା ଈଶ୍ୱର। ଭଗବାନ ଶ୍ରୀକୃଷ୍ଣଙ୍କୁ ସମ୍ବୋଧନ କରାଯାଇଥିବାରୁ ଏଠାରେ ଯୋଗୀ ଶବ୍ଦ ଈଶ୍ୱରଙ୍କ ବାଚକ। ଦ୍ୱିତୀୟଟି ହେଲା ଆତ୍ମଜ୍ଞାନୀ। ସମସ୍ତଙ୍କୁ ନିଜ ପରି ଦେଖିବାର ବର୍ଣ୍ଣନା କରାଯାଇଥିବାରୁ ଏଠାରେ ଯୋଗୀ ଶବ୍ଦ ଆତ୍ମଜ୍ଞାନୀ ବାଚକ। ତୃତୀୟଟି ହେଲା ସିଦ୍ଧଭକ୍ତ। ପରମାତ୍ମାଙ୍କଠାରେ ମନ ଓ ବୁଦ୍ଧି ଅର୍ପଣ କରିଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ତାହା ମଭକ୍ତର ବିଶେଷଣ ହୋଇଥିବାରୁ ଏଠାରେ ଯୋଗୀ ଶବ୍ଦ ସିଦ୍ଧଭକ୍ତଙ୍କ ବାଚକ। ଚତୁର୍ଥଟି ହେଲା କର୍ମଯୋଗୀ। ଆସକ୍ତି ତ୍ୟାଗ କରି ଆତ୍ମଶୁଦ୍ଧି ପାଇଁ କର୍ମ କରିବାକୁ କୁହାଯାଇଥିବାରୁ ଏଠାରେ ଯୋଗୀ ଶବ୍ଦ କର୍ମଯୋଗୀଙ୍କ ବାଚକ। ସାଂଖ୍ୟ ଯୋଗୀ ଅଭେଦ ରୂପରେ ବ୍ରହ୍ମପ୍ରାପ୍ତି ଏଠାରେ ଫଳ ହୋଇଥିବାରୁ ଏଠାରେ ଯୋଗୀ ଶବ୍ଦ ସାଂଖ୍ୟ ଯୋଗୀଙ୍କ ବାଚକ। ଷଷ୍ଠଟି ହେଲା ଭକ୍ତି ଯୋଗୀ। ଅନନ୍ୟ ଚିତ୍ତରେ ନିତ୍ୟ ନିରନ୍ତର ଭଗବତ ସ୍ମରଣର ଉଲ୍ଲେଖ ଥିବା କାରଣରୁ ଏଠାରେ ଯୋଗୀ ଶବ୍ଦ ଭକ୍ତି ଯୋଗୀଙ୍କ ବାଚକ। ସପ୍ତମଟି ହେଲା ସାଧକ ଯୋଗୀ। ପ୍ରଯତ୍ନରୁ ପରମ ଗତି ମିଳିଥିବାରୁ ଉଲ୍ଲେଖ ଥିବାରୁ ଏଠାରେ ଯୋଗୀ ଶବ୍ଦ ସାଧକ ଯୋଗୀଙ୍କ ବାଚକ। ଅଷ୍ଟମଟି ହେଲା ଧ୍ୟାନ ଯୋଗୀ। ଏକାନ୍ତ ସ୍ଥାନରେ ରହି ମନକୁ ଏକାଗ୍ର କରି ଆତ୍ମାକୁ ପରମାତ୍ମାଙ୍କ ଠାରେ ଲଗାଇ ଦେବାର ପ୍ରେରଣା ଥିବାରୁ ଏଠାରେ ଯୋଗୀ ଶବ୍ଦ ଧ୍ୟାନ ଯୋଗୀଙ୍କ ବାଚକ। ନବମଟି ହେଲା ସକାମ କର୍ମୀ। ଫେରି ଆସିବାର ଉଲ୍ଲେଖ ଥିବାରୁ ଏଠାରେ ଯୋଗୀ ଶବ୍ଦ ସକାମ କର୍ମୀର ବାଚକ।